এই ସାଙ୍ଗମାନେ ନମସ୍କାର। ଆଜିର ଭିଡ଼ିଓରେ କିଛି ଏକ୍ସଟ୍ରା କ୍ୱାଲିଟି ନାହିଁ, ବାସ୍ ରିଆଲିଟି ଉପରେ କଥାଟା ଅଛି। ଆମେ ହେଉଛୁ ଲକ୍ଷ୍ମୀସାଗର ହାଇସ୍କୁଲର 2005 ବ୍ୟାଚ୍ ପାସ୍ ଆଉଟ୍। ଆଉ ଆମର ସବୁଠୁ ଦୁଃଖ, ଆମ ବ୍ୟାଚ୍ରେ ଆମେମାନେ ଖାଲି ଦେଖୁ ବହୁତ ଜିନିଷ ଯେ ଅଲଗା ବ୍ୟାଚ୍ ବାଲା ଫିଷ୍ଟ କରିଦେଲେ, ଅଲଗା ବ୍ୟାଚ୍ ବାଲା ଗୋଟେ ପିକନିକ୍ କରିଦେଲେ, ଅଲଗା ବ୍ୟାଚ୍ ବାଲା ବହୁତ ଏଣ୍ଟରଟେନମେଣ୍ଟ କରୁଛନ୍ତି। ଆମ ବ୍ୟାଚ୍ରେ ହେଉଛି, ଆମର ବି ହେଉଛି, ସେମିତି ନାହିଁ ଯେ ଆମର ହେଉନି। ଆମର ହେଇଥିଲା ଫାଷ୍ଟ ଗେଟ୍ ଟୁଗେଦର ଗୋଟେ ହେଇଥିଲା, କେବେ ହେଇଥିଲା 2008 ବୋଧେ, ହଁ 2005ରେ ଆମେ ପାସ୍ ଆଉଟ୍ ହେଇଥିଲୁ। 2008ରେ ଆମର ଫାଷ୍ଟ ଗେଟ୍ ଟୁଗେଦର ହେଇଥିଲା। ଏବେ ସେକେଣ୍ଡ ଗେଟ୍ ଟୁଗେଦର ଆମର କେବେ ହେଲା କିଏ କହିପାରିବ? ଗୋଟେ ଗେସ୍ କରିକି କହିପାରିବ? ଯିଏ ମାନେ ଆମ ବ୍ୟାଚ୍ ପିଲା ତ ମୋଷ୍ଟଲି କହିଦେଇ ପାରିବେ, ଯେଉଁମାନେ ଆମ ବ୍ୟାଚ୍ର ପିଲା ନା ତାଙ୍କ ପାଇଁ କ୍ୱେଶ୍ଚିନ୍। ବହୁତ ଖୁସି ହୁଏ ଶୁଣିକି ଯେ ଆମର ସେକେଣ୍ଡ ଗେଟ୍ ଟୁଗେଦର ହେଇଥିଲା 2020 ଗୋଲ୍ଡେନ୍ ଜୁବଲି ସେଲିବ୍ରେସନ୍ ହେଇଥିଲା ଲକ୍ଷ୍ମୀସାଗର ହାଇସ୍କୁଲର 2019ରେ। ତ ତାକୁ ଦେଖିକି ପିଲାମାନେ ଟିକେ ଏକ୍ସାଇଟେଡ୍ ହେଇଥିଲେ। ଆଉ 2020ରେ ଆମେ ଗୋଟେ କରିଥିଲୁ ଗେଟ୍ ଟୁଗେଦର। 2023ରେ ପ୍ଲାନ୍ କରିଥିଲୁ, ସେ ପ୍ଲାନ୍ ବି ଆମର ଫେଲ୍ ହେଇଥିଲା। 2024ରେ ପ୍ଲାନ୍ କଲୁ, ସେଟା ବି ଆମର ମୋଷ୍ଟଲି ଫେଲ୍ ହେଇଗଲା ଗୋଟେ ପ୍ରକାର। ତ ଆମେ ପୁଣି ଏବେ ପ୍ଲାନ୍ କରିଛୁ 2025ରେ। 2025ରେ ପ୍ଲାନ୍ କରିଛୁ, ଆମର କୋଉ ସାଙ୍ଗ ରହୁଛି ବାଙ୍ଗାଲୋରରେ, କିଏ ରହିଲା ହାଇଦ୍ରାବାଦରେ, କିଏ ରହିଲା ଦିଲ୍ଲୀରେ, କିଏ ଆଉଟ୍ ଅଫ୍ ଇଣ୍ଡିଆ ବି କିଏ ରହୁଛି। 2020ରେ ଯୋଉଟା ଆମେ କରିଥିଲୁ ସେଟା ଆମେ 500 ଟଙ୍କା ପର ହେଡ୍ କଲେକ୍ସନ କରିଥିଲୁ। ଏବେ ପ୍ଲାନ୍ କଲୁ 750 କରିବୁ ୟା 1000 କରିବୁ। ଭୋଜିର ପ୍ଲାନିଂଟା ଦେଖନ୍ତୁ କୋଉଠୁ କ'ଣ କରାଯାଇଛି। କେବେଠୁ ଆମର ରେସ୍ପଣ୍ଡ ମୁଁ ମେସେଜ କଲିଣି, ଟ୍ୟୁଜଡେରୁ ମେସେଜ କଲିଣି କିଏ କିଏ ରହିବ, ସମସ୍ତଙ୍କୁ ଆଟେଣ୍ଡ କରିକି ବହୁତ ପରିଶ୍ରମ କରିକି ଏଠି କରିବାକୁ ପଡ଼ିଲା। ତାପରେ ଏଠି କିଏ କିଏ ରେସ୍ପଣ୍ଡ କଲେ ୟେସ୍ ୟେସ୍ କରିକି, ତା ଦେହରେ ପୁଣି ଥରେ କିଏ କିଏ ଇଣ୍ଟରେଷ୍ଟେଡ୍ ଅଛ ୟେସ୍ ନୋ, ଏଥିପାଇଁ 2005 ବ୍ୟାଚ୍ ଗେଟ୍ ଟୁଗେଦର ପାଇଁ ଏଠି ଆସିଲା ୟେସ୍ 14 ଜଣ ୟେସ୍ କରିଛନ୍ତି। ଜଣେ ଆମର ନୋ ଅଛି, ସୁନୀଲ କୁମାର ମହାପାତ୍ର, ତା ନାଁ ଜାଣିଥିବେ, ଆଗ ପୁରୁଣା ଭିଡ଼ିଓ ଦେଖିଥିବେ, ଯେ ମାଛ ତରକାରୀ କରୁଥିଲା। ତାର ମନ୍ଥ ଏଣ୍ଡ ଅଛି, ମନ୍ଥ ଏଣ୍ଡ ପାଇଁ ସେ ଆସିପାରିବନି, ସମସ୍ତଙ୍କର କାମ ଅଛି ଇମ୍ପୋର୍ଟାଣ୍ଟ। ସେଥିପାଇଁ ଆମେ ପକାଇଥିଲୁ ଯେ କାହାର କ'ଣ ସଜେସନ୍ ଅଛି। କହିଲା ଭେରି ଗୁଡ୍, ତ ଆମେ ପୁଣି ଡେଟ୍ ଚେଞ୍ଜ କରିଲୁ। ତାର ଆଉ କିଛି ସାଙ୍ଗଙ୍କର ମନ୍ଥ ଏଣ୍ଡରେ ପ୍ରୋବ୍ଲେମ୍ ଥାଏ। ନଟ୍ ଆଭେଲେବୁଲ୍ କେତେ ଜଣ ଦେଇଛନ୍ତି ଦେଖନ୍ତୁ। ନଟ୍ ଆଭେଲେବୁଲ୍ରେ ବରୁଣ ପାଢ଼ୀ, ପ୍ରଜ୍ଞା ପାରମିତା ବେହେରା, ସୁମି ଶତପଥୀ, ତାପସ ବିଜି, ଏ 4 ଜଣ କ'ଣ କଲେ ଆମର ନଟ୍ ଆଭେଲେବୁଲ୍ କଲେ। ବରୁଣ ପାଢ଼ୀ ସିଏ ଆମ ମେଟ୍ରୋ ବାଲା ବାବୁ, ସିଏ ମୋତେ ଦିଲ୍ଲୀରେ ଦେଖା ହେଇଥିଲା। ଦିଲ୍ଲୀର ଭିଡ଼ିଓ ଦେଖିଥିବେ, ଦିଲ୍ଲୀ ଭିଡ଼ିଓରେ ସିଏ ଥିଲା। ସେକେଣ୍ଡରେ ଆସିଲା ପ୍ରଜ୍ଞା ପାରମିତା, ମୁଁ ଜାଣିନି ଏକ୍ଜାକ୍ଟଲି ସେ କୋଉଠି ଅଛି, ମେ ବି ସେ ମେସେଜ କରି କନଫର୍ମ କରିବ। ଲାଷ୍ଟ ଟାଇମ୍ କିନ୍ତୁ ସେ ଥିଲା ଗେଟ୍ ଟୁଗେଦରରେ। ସୁମି ଶତପଥୀ ହାଇଦ୍ରାବାଦରେ ଅଛି, ସିଏ ଲାଷ୍ଟ ଟାଇମ୍ ମିସ୍ କରିଥିଲା, ଏଥର ମିସ୍ କରିପାରେ, କିନ୍ତୁ ତାର ବହୁତ ଇଚ୍ଛା ଥିଲା ଯେ ସେ କେମିତି ଆସିକି ଗେଟ୍ ଟୁଗେଦର ପ୍ଲାନ୍ରେ ଯୋଗ ଦେବ। ତାପସ କୁମାର, ସିଏ ବି ଆମର ହାଇଦ୍ରାବାଦରେ ଅଛନ୍ତି। ସିଏ ଲେଖିଥିଲେ ଏଠି ତାପସ ରାଉତ ସେ ଯାଇପାରିବିନି। ସୌଦାମିନି ଲେଖିଲା ମୁଁ କୋରାପୁଟରୁ ଯାଉଛି, ତ କୋରାପୁଟ ଯାଉଛି କେବେ ଆସିବ, ସେ କହିଲା 2 ତାରିଖରେ ଆସିବ, ତ ତାକୁ 4 ତାରିଖ ପାଇଁ ଠିକ୍ ହେଇପାରେ। ସୌମ୍ୟ ରଞ୍ଜନ ସାହୁ, ସିଏ ଲେଖିଲେ 4ରେ ରଖ, ମନ୍ଥ ଏଣ୍ଡ ତାଙ୍କୁ ବି, ତାକୁ 28ରେ ସେ ଯାଇ ରହିପାରିବେନି, ସେ କୁଆଡ଼େ ପଳେଇବ ବୋଧେ, ତାଙ୍କର କାମ ଅଛି ବହୁତ। ରୋଜି 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 ରଶ୍ମିତା ସାମଲ, କରେକ୍ଟ, ସିଏ ଲେଖିଛି ମୁଁ ରହିବିନି, କୁଆଡ଼େ ପଳେଇବ କେଜାଣି। କେବେ ଏଇଠି ଭୋଟିଂରେ କରିଛି ୟେସ୍, ସେ ଆସିବ, ଦେଖିବା ଭିଡ଼ିଓ ଦେଖିଲା ପରେ କାଳେ ଆସିବା ପାଇଁ ଇଣ୍ଟରେଷ୍ଟେଡ୍ ହବ। ମୋର ସାଙ୍ଗ ଇଏ ନିହା, ଯିଏ ଫରେନ୍ ରହୁଛି, ଫରେନ୍ ଥିଲା, ଏବେ କୋଉଠି ଅଛି ମୁଁ ଜାଣିନି, ବୋଧେ ଇଣ୍ଡିଆରେ ଅଛି ୟା ଓଡ଼ିଶାରେ ଅଛି, ସିଓର ନୁହେଁ, ବଟ୍ ଦେଖା ହେଲେ ଜଣାପଡ଼ିବ। ସିଏ ମୋତେ କଲ୍ କରିଥିଲା କେମିତି କ'ଣ ପ୍ଲାନ୍ କରିବା। 4 ଚଳିବ, 4 ତାର ଚଳିବ। ବହୁତ ଥର ମ୍ୟାକ୍ସିମମ୍ ଆମର ସାଙ୍ଗମାନେ ସବୁ 4ରେ ଏଗ୍ରି କଲେ, ତ 4କୁ ଆମେ ପ୍ଲାନ୍ କରିଛୁ। ଏବେ ଆସିଲା ପଏଣ୍ଟ କଲେକ୍ସନ୍ ଷ୍ଟାର୍ଟ କରିବା। କଲେକ୍ସନ୍ ଷ୍ଟାର୍ଟ କରିବା ପାଇଁ ହେଲେ କେମିତି କ'ଣ କଲେକ୍ସନ୍ ଷ୍ଟାର୍ଟ ହେବ? ଲାଷ୍ଟ ଟାଇମ୍ 500 କରିଥିଲୁ, ଏଥର ତାଠୁ ଅଧିକା କରିବାକୁ ପଡ଼ିବ। ସେଥିପାଇଁ ଗୋଟେ ଭୋଟିଂ କରିଲୁ, 750 କରିବା ୟା 1000 କରିବା। 750ରେ କ'ଣ ହବ ନା, ଆର୍ଥର ବଜେଟ୍ ତ ସବୁ ଜିନିଷ ବଢ଼ିଯାଇଛି 5 ବର୍ଷ ଭିତରେ, ତ ସେ ଅନୁସାରେ ତାର କିଛି ଯଦି ବଜେଟ୍ ହେଲା, ଆମେ ଗୋଟେ ଭଲ ଜାଗା ଦେଖିବୁ, ହାଇଜିନ୍ ମେଣ୍ଟେନ୍ କରିବୁ, ସବୁ ଜିନିଷ ଦେଖିବୁ, ଦେଖିକି ଆମେ କ'ଣ କରିବୁ, ସେଟାକୁ ନେଇକି ଆମେ କ'ଣ କରିବୁ, ବର୍ତ୍ତମାନ ପ୍ଲାନ୍ କରିବୁ। ଦେଖିବା କିଏ କିଏ ମେମ୍ବର ଯୋଡ଼ି ହେଇଯାଉଛନ୍ତି। ଲାଷ୍ଟ ଟାଇମ୍ ଆମେ ସେମିତି 15-20 ଜଣ ୟା 30 ଜଣର ପ୍ଲାନ୍ ଥିଲା, ସେମିତି ପାଖାପାଖି 50 ଜଣ ଆଡ଼ ହେଇଥିଲେ। ନେକ୍ସଟ ପାର୍ଟରେ ଦେଖା ହବ, ଦେଖିବେ କ'ଣ କ'ଣ ପ୍ରୋଗ୍ରେସ୍ ହେଇଛି। ଆଉ ଭୋଜି ଆମର ଗେଟ୍ ଟୁଗେଦର 2005 ଷ୍ଟାର୍ଟିଂରୁ ଆରମ୍ଭ କରିକି ଫେଜ୍ ବାଇ ଫେଜ୍ ଗୋଟେ ଭିଡ଼ିଓ ଆସିବ, କେତେ ଜଣ ପିଲା ଆଡ଼ ହେଲେ, କିଏ କିଏ ଆଡ଼ ନହେଲେ, ତା ଡିଟେଲ୍ସ ପାଇବେ। ରହୁଛି, ଜୟ ଜଗନ୍ନାଥ।